ଆସ ପିଲାମାନେ, ଆଜି ଆମେ ପଢ଼ିବା ଦ୍ୱିତୀୟ ଶ୍ରେଣୀର ପାଠ 27। କହିଲ ଦେଖି ମୁଁ କିଏ? କଣ୍ଠଟି ମୋହର ଭାରି ମଧୁର, ଗାଏ ନାନା ଗୀତ କରି ମୁଁ ସୁର। କଳା ମୋର ଦେହ କାଉ ମୁଁ ନୁହେଁ, କହିକି ପାରିବ ନାମଟି କିଏ? ଲେଖିବ କୋଇଲି। ସଫା କରେ ମୁଁ ଘର ଦୁଆର, ଖଜୁରୀ ପତରେ ଗଢ଼ା ଶରୀର। ମା ଭଉଣୀଙ୍କ ଅତି ନିଜର, ଘର କୋଣରେ ମୁଁ ରହେ। କହିଲ ଦେଖି ମୁଁ କିଏ? ଲେଖିବ ଝାଡ଼ୁ। ଫୁଲ ଫଳ ଦେଇ ବରଷା କରାଇ, ବାଟୋଇକି ଦିଏ ଛାଇ। ଘର ତିଆରି ଓ ରୋଷେଇ କାମରେ ଲୋଡ଼ା ହୋଇଥାଏ ମୁହିଁ। କୁହ ତ ମୋ ନାମ କେହି? ଗଛ। ଲେଖିବ। କାଗଜରେ ଗଢ଼ା ଦେହଟି ମୋର, ରଙ୍ଗ ବେରଙ୍ଗରେ ଅତି ସୁନ୍ଦର। ନାନା ଗପ ଗୀତ ମୋ ଦେହେ ଥାଏ, ବସ୍ତାନି ଭିତରେ ମୁହିଁ ତ ରହେ। କହିଲ ଦେଖି ମୁଁ କିଏ? ଲେଖିବ ମୋ ବହି। ନଦୀରେ ନାଳରେ କୂଅରେ ଥାଏ, ଶୋଷ ଲାଗିଲେ ମୁଁ ଡକରା ପାଏ। ସଭିଙ୍କର ଅଟେ ଜୀବନ ମୁହିଁ, କହିଲ ଦେଖି ମୋ ନାମଟି କେହି? ଲେଖିବ ପାଣି। ଚାରି ଗୋଡ଼ିଆ ମୁଁ ଗୃହପାଳିତ, ଦିଏ କ୍ଷୀର ଛେନା ଗୋବର ଖତ। ସଭିଙ୍କର ଅଟେ ମାଟି ମୁହିଁ, କହିକି ପାରିବ ନାମଟି କେହି? ଲେଖିବ ଗାଈ। ଆସ ଏବେ ପ୍ରଶ୍ନ ଉତ୍ତର କରିବା। କ କିଏ କୁହୁ କୁହୁ ରାବେ? କୋଇଲି। ଲେଖିବ କୋଇଲି ରାବେ। ଖ ମୋ ଦାନ୍ତ ଓ କାନ ବଡ଼ ବଡ଼, ମୁଁ ଜଙ୍ଗଲରେ ରହେ। ମୋର ରଙ୍ଗ କଳା ମୁଁ କିଏ? ଲେଖିବ ହାତୀ। ଗ ବହି ଆମର କେଉଁ ସବୁ ଉପକାର କରିଥାଏ? ବହିରେ ଆମେ ପାଠ ପଢ଼ୁ, ବହି ନଥିଲେ ଆମେ କିଛି ଜାଣିପାରନ୍ତୁ ନା। ଦେଶ ବିଦେଶର ଖବର ବି ଆମେ ଜାଣିପାରୁ ବହି ପଢ଼ିକି। ବହି ଆମର ବହୁତ ଉପକାର କରେ। ଘ ଗୃହପାଳିତ ପଶୁମାନଙ୍କର ନାମ କୁହ। ଗୃହପାଳିତର ପଶୁ ହେଲେ କୁକୁର, ଆଉ ବିଲେଇ, ଗାଈ, ମଇଁଷି, ଛେଳି, ଏମିତି ଅଛନ୍ତି ଗୃହପାଳିତ ପଶୁ। ଆଉ କେଉଁ ପକ୍ଷୀର ରଙ୍ଗ କଳା? କାଉର ରଙ୍ଗ କଳା, କୋଇଲି ରଙ୍ଗ କଳା। 2 ନମ୍ବର। ଆସ ପଢ଼ିବା। ଶସ୍ତା, ହିନସ୍ତା, ବସ୍ତା, ଶବ୍ଦ, ଅର୍ଧ, ଶକ୍ତି, ଯୁକ୍ତି, ପୁଚ୍ଛ, କୁଚ୍ଛ, କଚ୍ଛପ, ନିଶ୍ଚୟ, ପାଶ୍ଚାତ୍, ପଶ୍ଚିମ। 3 ନମ୍ବର। ଆସ ଆଲୋଚନା କରି ଉତ୍ତର ଲେଖିବା। କ ହାତୀ ଯଦି ଡାଳପତ୍ର ଧାନ ଖାଇବାକୁ ମନା କରିବ, ତେବେ ତମେ କ'ଣ କରିବ? ଲେଖ। ହାତୀକୁ ପସନ୍ଦ ଆସୁଥିବା ଅନ୍ୟ ଖାଦ୍ୟ ଯେପରିକି କଦଳୀ ଗଛ, ଆଖୁ, କଅଁଳ ଘାସ କିମ୍ବା ବିଭିନ୍ନ ପ୍ରକାରର ଫଳ ଖାଇବାକୁ ଦେବି, ପାଣି ପିଇବାକୁ ଦେବି। ଖ ଗୋଟିଏ ଧନ୍ଦା ତିଆର କର, ଯାହାର ଉତ୍ତର ବାଘ ହେବ। ରକ୍ତମୁଖା ଯିଏ ବଣରେ ରଜା, ତାକୁ ଦେଖିଲେ ପଶୁଏ ହୁଅନ୍ତି ସଜା। ଗର୍ଜନ କଲେ ଥରେ ସିଏ, ଛାତି ସବୁରି ଥରି ଉଠେ ଭୟେ। କହିଲ ସିଏ କିଏ? ଲେଖିବ ବାଘ। ଗ ଉପରୁ ପଡ଼ିଲା ଟେକାଟିଏ, ତା ମୁଣ୍ଡରେ ଟୋପିଟିଏ, ଏହାର ନାମ ଲେଖ। କ'ଣ ଲେଖିବ? ଲେଖିବ ତାଳ। ଘ ମାମୁଁ ଘରେ ଗୋଠେ ଗାଈ, ରାତି ପାହିଲେ ମୋଟେ ନାହିଁ, ଏହାର ନାମଟି ଲେଖ। କ'ଣ ଲେଖିବ? ଲେଖିବ ତାରା। 4 ନମ୍ବର। ଚିତ୍ରରେ ରଙ୍ଗ ଦିଅ। ଗୋଟିଏ ଶୁଆଟିଏ ଅଛି, ଗଛ ଅଛି, ଚେୟାର ଅଛି, ଏମିତି ଯେଉଁ ଗଛ, ଇଟା, ଏମିତି ପଥର ଯାହା ଯାହା ଅଛି, ତଳେ ଯେମିତି ରଙ୍ଗ ଦିଆହେଇଛି, ସେମିତି ତମେ ଦେଖିକି ରଙ୍ଗ କରିବ। 5 ନମ୍ବର। ତୁମେ ଜାଣ କି ଏପରି ମଧ୍ୟ ଲେଖାଯାଏ? ଶବଦ, ଶବ୍ଦ, ଶକତି, ଶକ୍ତି। ଠିକ୍ ସେମିତି ଆଉ 3ଟି ଶବ୍ଦ ଲେଖ। ଭକତି, ଭକ୍ତି, ମୁକତି, ମୁକ୍ତି, ଯୁକତି, ଯୁକ୍ତି। ଧନ୍ୟବାଦ।
ଆଜି ପାଇଁ ବିଷୟ ସରିଲା। ଫେର ଆମେ ଦେଖାହେବା ନୂଆ ଭିଡ଼ିଓରେ।